এবং গভର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରୁ ରିଟାୟାର କଲାପରେ ଫକୀରମୋହନ ସ୍ମୃତି ସଂସଦର ସଭାପତି ଅଛି 2021 ମସିହାରୁ। ଆମେ ଏଇଟାକୁ ମକର ଯେହେତୁ ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତି ମକର ସଂକ୍ରାନ୍ତି ରଜ ସଂକ୍ରାନ୍ତି ପାଳନ କରୁ ତାଙ୍କ ଜନ୍ମ ଜୟନ୍ତୀ ଏବଂ ତିରୋଧାନ। ଆଜି ଜନ୍ମ ଜୟନ୍ତୀରେ ଆମେ ଡିପାର୍ଟମେଣ୍ଟ ଅଫ୍ INPR ସାଙ୍ଗରେ ମିଳିତ ଆମ ଫକୀରମୋହନ ସ୍ମୃତି ସଂସଦ ରାଜ୍ୟସ୍ତରୀୟ ମିଶିକି କରୁ ପ୍ରୋଗ୍ରାମ୍। ଆଜି ଖୁବ୍ ଭଲ ଭାବରେ ଆୟୋଜନ ହେଲା। ସକାଳେ ମାଲ୍ୟାର୍ପଣ କରାହେଲା ବାଣୀବିହାର ଗେଟ୍ରେ, ଛାତ୍ରାବାସରେ ଉତ୍କଳ ୟୁନିଭର୍ସିଟିର ଫକୀରମୋହନ ଭବନ ନୟାପଲ୍ଲୀରେ ଏବଂ ସନ୍ଧ୍ୟାର ପ୍ରୋଗ୍ରାମ୍ ସରକାର ସହିତ ଏଠି ପାଳନ କରାହେଲା। ଆମର ଉଦ୍ଦେଶ୍ୟ ହେଉଛି ଫକୀରମୋହନ ଜଣେ କମ୍ପୋଜିଟ୍ ପର୍ସନାଲିଟି ଥିଲେ। ସେ ଶାସକ, ସେ ଲେଖକ, ସେ ଗଳ୍ପ, ତାଙ୍କର କ'ଣ ଗୁଣ ନଥିଲା ବି ନଥିଲା ତେଣୁ ଏବଂ ଓଡ଼ିଶା ଭାଷାଭିତ୍ତିକ ଆନ୍ଦୋଳନର ଚିଙ୍ଗାରି ସେ ଜଳେଇଥିଲେ ପ୍ରଥମେ ବାଲେଶ୍ୱରରୁ, ଯେତେବେଳେ ଓଡ଼ିଶାର ଭାଷାର ମାନ୍ୟତା କମି କମି ଯାଉଥିଲା, ମୂଳ ପୋଛ ହେବାକୁ ଯାଉଥିଲା। ଆନ୍ଦୋଳନ କରି 30 ବର୍ଷ ଖଣ୍ଡେ ଆନ୍ଦୋଳନ ପରେ 1936 ମସିହା 1 ଏପ୍ରିଲରେ ଉତ୍କଳ ଦିବସ ଦିନ ଓଡ଼ିଶା ରାଜ୍ୟ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଇପାରିଲା। ବ୍ରିଟିଶ ରାଜ ଥାଉ ଥାଉ ସେଇଟା ଗୋଟେ ଉପଲବ୍ଧି। ତାଙ୍କର ପାୟୋନିୟର ସେ ଥିଲେ। ତେବେ ତାଙ୍କର ଯେତେ ରଚନା, ଯେତେ ଗୁଣ ଆମେ ପ୍ରଚାର ପ୍ରସାର କରିବାକୁ ଚାହୁଁ, ରାଜ୍ୟସ୍ତରରେ ସଂସ୍ଥା ସେଥିପାଇଁ କରାଯାଇଛି। ଏଠୁ ଆହୁରି ଡେଭଲପମେଣ୍ଟ ହେଲେ, ଆଦୃତ ହେଲେ ଆମେ ନ୍ୟାସନାଲ୍ ଲେଭେଲକୁ ନେବାକୁ ଚାହୁଁଛୁ ଏବଂ ଇଣ୍ଟରନ୍ୟାସନାଲ୍ ଲେଭେଲରେ ତାକୁ ନେବାକୁ ଚାହୁଁଛୁ। ଏଇଟା ଆମର ପ୍ରଚାର ପ୍ରସାର କରିବାଟା ଆମର ଉଦ୍ଦେଶ୍ୟ। ସେଥିପାଇଁ ଯେତେ ତାଙ୍କ ଲିଟରେଚର୍, ତା'ର ଅନୁବାଦ, ତାଙ୍କ ବିଷୟରେ ଗୁଣଗାନ, ତାଙ୍କର ଦକ୍ଷତା, ତାଙ୍କର ଫେଲ୍ୟୁଅର୍ ସବୁ ଆମକୁ ଇନ୍ସପିରେସନ୍ ଦେବ ଆଜିକାର ଲୋକଙ୍କୁ କି ଆମେ କେମିତି ଆମ ସମୟରେ ରାଜ୍ୟକୁ ଚଳେଇବୁ। ଏଇଟା ହେଉଛି ଆମ ଉଦ୍ଦେଶ୍ୟ। ଆମ ଓଡ଼ିଶା ସରକାର ସବୁବେଳେ ବେନେଭୋଲେଣ୍ଟ ତାଙ୍କ ପାଇଁ। ଏଇଠି ଆମେ ଯେତେବେଳେ 30 ବର୍ଷ ତଳୁ ଆରମ୍ଭ କଲୁ ଏଇ ସଂସ୍ଥାଟି, ଏଇ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆମକୁ 5,000 ସ୍କୋୟାର ଫୁଟର ପ୍ଲଟ୍ଟେ ଦେଲା ସେଲ୍ୟୁଟ୍ ମନିରେ। ଆମେ MLA MP ଲ୍ୟାଣ୍ଡ ଫଣ୍ଡ ନେଇ ସେଠି ଭବନଟେ କରିଛୁ ମିଟିଂ ଫିଟିଂ କରିବା ପାଇଁ। ସେଇ ମାର୍ଗଟି CRP ଛକ ପାଖରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ କଲେଜ ଦେଇକରି ମାର୍ଗଟିକୁ ଫକୀରମୋହନ ମାର୍ଗ ବୋଲି ପରିଚୟ ଦିଆହେଇଛି। ଷ୍ଟାଚ୍ୟୁ ଲାର୍ଜର ଦେନ୍ ଲାଇଫ୍ ଷ୍ଟାଚ୍ୟୁ ମେଟାଲିକ୍ ଆଲୟର ଷ୍ଟାଚ୍ୟୁ ବାଣୀବିହାର ଆଗରେ କରାହେଇଛି। ଉତ୍କଳ ୟୁନିଭର୍ସିଟି ଛାତ୍ରାବାସ ନାଁ ଦେଇଛନ୍ତି, ଫକୀରମୋହନ ବସ୍ ଦେଇଛନ୍ତି। ଆକ୍ଟିଭିଟି ଆମେ ଆଗରୁ ନିଜେ କରୁଥିଲୁ। ପାଖାପାଖି 25 ବର୍ଷ ପରେ ଆମର ରେଜିଷ୍ଟ୍ରେସନ୍ ପରେ ଷ୍ଟେଟ୍ ଆମକୁ ତାଙ୍କ ସହିତ ମିଶିବାକୁ ସୁଯୋଗ ଦେଲେ କି ଆମ ଡିଷ୍ଟ୍ରିକ୍ଟରେ ଫକୀରମୋହନଙ୍କର ବାଲେଶ୍ୱରରେ ରେଗୁଲାର ସମିତି ଅଛି, ଆକ୍ଟିଭିଟି ହେଉଛି କଲଚର ଡିପାର୍ଟମେଣ୍ଟ ତରଫରୁ। ଏଠି INPR ଡିପାର୍ଟମେଣ୍ଟ ତରଫରୁ ଯେତେ ବଡ଼ ପତ୍ରମାର୍ଗ କରାହେଉଛି, ଫକୀରମୋହନ ବି ସେ ତାଲିକାରେ ଆଜିକି 8 ବର୍ଷ ହେଲା ଯୋଡ଼ିଗଲେଣି। 18 ମସିହାରେ ଆମେ ଆଜି ପର୍ଯ୍ୟନ୍ତ କରିଚାଲିଛୁ ଓଡ଼ିଶା ଗଭର୍ଣ୍ଣମେଣ୍ଟର INPR ଡିପାର୍ଟମେଣ୍ଟ ସାଙ୍ଗରେ। ମଝିରେ ଖାଲି 19, 20, 21 ମସିହା କରୋନାଟା ସବୁ ତ ବନ୍ଦ ଥିଲା, ତାପରେ ରେଗୁଲାରଲି ଚାଲିଛି। ଏବଂ ମୁଁ 5 ବର୍ଷ ହେଲାଣି ସଭାପତି ଆକାରରେ 2022, 2023, 24, 25 ଏବଂ ଆଜି 2026 ମକର ସଂକ୍ରାନ୍ତି ପାଳନ କଲୁ।